ସବୁ ଖାଉଛୁ ଆଜି ବି ଖାଇବୁ ଆଜି ତ ବହୁତ ଜାଗାରେ ଆମେ ଆଜି ରବିବାର ଅଛି ଯଦି ଆପଣ କହୁଛନ୍ତି ଆମେ ଖାଇବୁ ତ ଆପଣ ଆଜି ରବିବାର ବି ଚିକେନ ଖାଇପାରିବେ ଭେଜ ଖାଇପାରିବେ ନନ୍ ଭେଜ ଖାଇଲେଣି ମ୍ୟାଡାମ ଆପଣ ଚିକେନ ଆଣି ସାରିଲେଣି ଆଣି ସାରିଲେଣି ତିଆରି ହଉଛି 12ଟା 1 ବେଳକୁ ଖାଇବୁ ରାତିରେ ଗୋଟେ ଜାଗାରେ ଆମେ 10 କୋଟି ଲୋକଙ୍କର ଗୋଟେ ଚିକେନ ଖାଇବେ ଆଜି ସମସ୍ତେ ଚିକେନ ଆଉ ଖାଇବା ପାଟିଟା ଦେଖେନି ଚିକେନ ଖାଇବା ଇଏ ଆଜି ଚନ୍ଦ୍ରଗ୍ରହଣ ଯଦି ଦେଖିବା ଆଜିର ଦିନରେ ସମାଜରେ ବସବାସ କରୁଥିବା 100% ରୁ 80-85% ଲୋକ এই দিনକୁ ମାନନ୍ତି ଅର୍ଥାତ୍ এই ଚନ୍ଦ୍ରଗ୍ରହଣ ସମୟରେ ଖାଇବା ମନା ସେମାନଙ୍କ ପାଇଁ ସେମାନେ ଖାଆନ୍ତିନି କୁହନ୍ତି ପାକ ନିଷେଧ ଖାଇବା ମନା ଯେତେରୁ ଯେତେ ସମୟ ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣ ଲାଗେ ସେମାନେ ଖାଆନ୍ତିନି ଏବଂ ଉପବାସ ରୁହନ୍ତି ଉପବାସ କହିବା ତ ଭୁଲ ହବ ରନ୍ଧା ଖାଦ୍ୟ ଖାଆନ୍ତି ନାହିଁ ବୋଲି ଯାହା ଲୋକେ କୁହନ୍ତି ଆଉ କିଛି ସମାଜ ଯେଉଁ ହେତୁବାଦୀ ମାନେ ରୁହନ୍ତି ସେମାନେ ଏହା ବିରୋଧରେ ଅର୍ଥାତ୍ ସେମାନେ କୁହନ୍ତି ଚନ୍ଦ୍ରଗ୍ରହଣ ସମୟରେ ଖାଆନ୍ତୁ ଖାଇବା ମନା ଏମିତି କିଛି ନାହିଁ ତେବେ କିଛି ପଟେ ଯଦି ଦେଖିବା ସମାଜରେ କିଛି ଲୋକ ମାନନ୍ତି ଚନ୍ଦ୍ରଗ୍ରହଣକୁ ଆଉ କିଛି ହେତୁବାଦୀ ମାନେ ମାନନ୍ତି ନାହିଁ ସେମାନେ କୁହନ୍ତି ଚନ୍ଦ୍ରଗ୍ରହଣ ସମୟରେ ପାକ ନିଷେଧ ଖାଇବା ମନା ଏ ସବୁ ହେଉଛି କୁସଂସ୍କାର ଆଜିର ସମୟରେ ଏସବୁକୁ ହଟେଇବା ପାଇଁ ପଡ଼ିବ ବୋଲି ହେତୁବାଦୀ ମାନେ କହନ୍ତି ତେବେ ଆମ ସହିତ ଫୋନ୍ ଲାଇନ୍ରେ ଯୋଡ଼ି ହୋଇଛନ୍ତି ହେତୁବାଦୀ ଦେବେନ୍ଦ୍ର ସୁତାର କ'ଣ କହୁଛନ୍ତି ଶୁଣନ୍ତୁ ଚନ୍ଦ୍ରଗ୍ରହଣ ଏବଂ ଖାଇବା ମନା ପାକ ନିଷେଧକୁ ନେଇ କ'ଣ ଆଲୋଚନା କରୁଛନ୍ତି ଶୁଣନ୍ତୁ ଆଜି ଚନ୍ଦ୍ରଗ୍ରହଣରେ କ'ଣ ଆପଣଙ୍କର ମତାମତ ରହିଛି ଅନେକ ଜ୍ୟୋତିର୍ବିଦ ମଧ୍ୟ କହୁଛନ୍ତି ଚନ୍ଦ୍ରଗ୍ରହଣରେ ପାକ ନିଷେଧ ଆଉ ଯେତେବେଳେ ଚନ୍ଦ୍ରଗ୍ରହଣ ଲାଗିବ ଖାଇବା ମନା ଏ ସବୁ ବିଷୟରେ ଆପଣଙ୍କର ମତାମତ କ'ଣ ରହିବ ସାର୍ ପ୍ରଥମତଃ ଆମକୁ ବୁଝିବା ପାଇଁ ହବ ଚନ୍ଦ୍ରଗ୍ରହଣଟା କ'ଣ ଆଜ୍ଞା ବିଲକୁଲ ଆଦି ମାନବ ଯେତେବେଳେ ସେ ଜାଣିପାରୁନଥିଲା ଏ ଚନ୍ଦ୍ରଗ୍ରହଣଟି କ'ଣ ତାକୁ ଆଶ୍ଚର୍ଯ୍ୟଚକିତ ଲାଗୁଥିଲା ତାର ସେ ଅଜ୍ଞତା ଥିଲା ତେଣୁ ସେ ଅନୁମାନ କରିଥିଲା ଯେ ଏଇ ଯୋଉ ସୂର୍ଯ୍ୟ ଚନ୍ଦ୍ରକୁ ବୋଧେ ବେଳେ ବେଳେ ଗୋଟେ ଗପ ତା ସାଙ୍ଗରେ ଯୋଡ଼ିଥିଲା ଯେ ରାହୁ ବୋଲି ଏମିତି ଅଛନ୍ତି ଯୋଉମାନେ ଖାଇ ଦଉଛନ୍ତି ହଁ ତେଣୁ ସେ ସେଇଥିପାଇଁ ୟାକୁ ଚନ୍ଦ୍ରଗ୍ରହଣ ଭାବିଥିଲା ଯେହେତୁ ଅଶୌଚ ହଉଛି ତେଣୁ ଆମେ କିଛି ସେଥିପାଇଁ ଲୋକମାନେ ସାଧାରଣ ଲୋକମାନେ ଖାଇବା ପିଇବା କରୁନଥିଲେ ଏସବୁ ବ୍ୟବସ୍ଥା ଚିନ୍ତା ସେତେବେଳେ ଥିଲା କିନ୍ତୁ ଆମେ ଯେତେବେଳେ ଜାଣିଲେ ଯେ ସୂର୍ଯ୍ୟ ସ୍ଥିର ପୃଥିବୀ ଚାରିପଟରେ ଘୁରୁଛି 365 ଦିନରେ ବର୍ଷଟିଏ ହଉଛି ଚନ୍ଦ୍ର ପୃଥିବୀ ଉପଗ୍ରହ ସେ ତା ଚାରିପଟେ ଘୁରୁଛି ଏବଂ ଯେତେବେଳେ ଗୋଟେ ସରଳ ରେଖାରେ ରହୁଛନ୍ତି ସେତେବେଳେ ଯେମିତି ଆପଣଙ୍କର ଚନ୍ଦ୍ର ଗ୍ରହଣରେ ମନେ କରନ୍ତୁ ଆଜି ସୂର୍ଯ୍ୟ ଏବଂ ପୃଥିବୀ ଚନ୍ଦ୍ର ଗୋଟେ ସରଳ ରେଖାରେ ରହିବ ଏବଂ ପୃଥିବୀ ଏବଂ ଚନ୍ଦ୍ରର କୌଣସି ନିଜସ୍ୱ ଆଲୋକ ନାହିଁ ସୂର୍ଯ୍ୟର ଆଲୋକରେ ସେମାନେ ଆଲୋକିତ ହୁଅନ୍ତି ତେଣୁ ତାର ଆଲୋକଟା ପୃଥିବୀ ଉପରେ ପଡ଼ିବ ତା ଛାଇ ଚନ୍ଦ୍ର ଉପରେ ପଡ଼ିବ ନାହିଁ ସେଇଟାକୁ ଆମେ କହୁଛେ ଚନ୍ଦ୍ରଗ୍ରହଣ ଏଇଟାକୁ ଆମେ ବୁଝିବା ପାଇଁ ପଡ଼ିବ ତେଣୁ ସେଠି ତ ଚନ୍ଦ୍ରଗ୍ରହଣ ହେଲା 3ଟା ସରଳ ରହିବାରୁ ଏଇଟା ହଉଛି ଆଉ ଏଇଟା ଗୋଟେ ବର୍ଷରେ ପାଖାପାଖି ସେଇଭଳିଆ ପୋଜିସନରେ ଆମର ପ୍ରାୟ 12ରୁ 13 ଥର ରହୁଛନ୍ତି ଯେହେତୁ ଆମର ଚନ୍ଦ୍ର ପୃଥିବୀର ଯୋଉ କକ୍ଷପଥରୁ 5 ଡିଗ୍ରୀ ଢଳିକି ରହିଛି ତେଣୁ ସବୁ ସମୟରେ ଆମର ଏମିତି ଗ୍ରହଣ ବା ପରାଗ ହୁଏ ନାହିଁ ଗୋଟେ ଏମିତି ହେଇଥାଏ ତେଣୁ ଏହାର ପଛରେ ଥିବା ଯୋଉ ଖାଇବା ନାହିଁ କୁହନ୍ତୁ ବା ଏଗୁଡିକ ସବୁ ହଉଛି ଭ୍ରାନ୍ତ ଧାରଣା ଆମକୁ ଏଇଟାକୁ ବୁଝିଗଲେ ଆମକୁ କେହି ସେଥିପାଇଁ ଆମକୁ ଖାଇବା ପାଇଁ ତାର ପଡ଼ିବ ନାହିଁ ସେଇଟା ଗୋଟେ ଲୋକମାନଙ୍କ ଭିତରେ ଗୋଟେ ବଦ୍ଧମୂଳ ଧାରଣା ରହିଛି ଗୋଟେ ଅନ୍ଧବିଶ୍ୱାସ ପୂର୍ବରୁ ଅଛି କିଛି ଲୋକ ପାଳନ କରନ୍ତି କିଛି ଜାଗାରେ ପାଳନ କରନ୍ତି ଆପଣ ଦେଖିବେ ଯଦି ପୃଥିବୀରେ 200 ଦେଶ ଅଛି ତା ଭିତରୁ କୋଉଠି କଦାଏ ଏଇଭଳି ଭାବରେ ଦେଶ ମାନଙ୍କରେ ଏଇ ସବୁ ପାଳନ କରାଯାଏ ଯଦି ଆମେ ପୃଥିବୀରେ 800 କୋଟି ଅଛନ୍ତି 750 କୋଟି ଲୋକ ନିଶ୍ଚିତ ଖାଉଥିବେ ଆମର ମାନେ କହନ୍ତୁ ଓଡିଶାରେ 4 କୋଟି ଅଛନ୍ତି 3 କୋଟି ଲୋକ ନିଶ୍ଚିତ ଖାଇବେ ଯୋଉମାନେ ହେତୁବାଦୀ ବିଶ୍ୱାସ କରନ୍ତିନି ଚନ୍ଦ୍ରଗ୍ରହଣ ଉପରେ ସେଇମାନେ ହିଁ ଖାଉଥିବେ କିନ୍ତୁ ଯୋଉମାନେ ବିଶ୍ୱାସ କରନ୍ତି ଚନ୍ଦ୍ରଗ୍ରହଣ ଲାଗିଛି 750 କୋଟି ଲୋକ ସମସ୍ତେ ହେତୁବାଦୀ ତ ସବୁ ଲୋକ ହେତୁ ମାନେ ହଉଛି ରେସନାଲ ଥିଙ୍କିଂ ଯେମାନେ ପ୍ରଶ୍ନ ପଚାରିବା ଗୋଟେ କଥାକୁ ଭାବି ଚିନ୍ତିକି ବିଚାର କରିଲା 100%ରୁ 80-85% ଲୋକ ପାଳନ କରନ୍ତି ମାନନ୍ତି ଏଇ ସବୁ କଥାକୁ ଯେ ଚନ୍ଦ୍ରଗ୍ରହଣ ଖାଇବାନି ତାପରେ ଖାଇବା ହଁ କୁହନ୍ତୁ ସାର୍ ପୃଥିବୀରେ ଯଦି 800 କୋଟି ଲୋକ ହୁଅନ୍ତି 750 କୋଟି ଲୋକ ସବୁ ସମୟରେ ଖାଉଛନ୍ତି ଆକୁ ମୋଟେ ବିଶ୍ୱାସ କରନ୍ତି ନାହିଁ ଏଟା ଗୋଟେ ବୈଜ୍ଞାନିକ ବିଚାର ହଁ ଆଜିର ଦିନରେ ଦେଖିବେ ଯୋଉ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଖାଇବେ 3 କୋଟି ଲୋକ ଖାଇବେ
आउ कोटे लोक हुए तो कौटी खाइबे नहीं किंतु मेजर लोक खाइबे आ खाइले भी कौन हबो किछि हबो कि हमको गोटे कुआ जाई खाइबो नहीं आमे पचारि बुझिबा दरकार जे कौन हबो ये तो गोटे सरल रेखा रे रहउची सूर्य पृथ्वी चंद्र बोली आज एटा होउची आ फल आमे काई खाइबा नहीं आमर कौनटा असुविधा हम ये सब कथा हमको पचारिबा दरकार मन को कारण आमे जो हेतुवादी कहूँ हेतुवादी माने होउची जेमिति गोटे पशुर केवल एनिमालिटी अच्छी मनीषर तार रेशनालिटी अच्छी पशुटा से मनीष है 5 लाख वर्ष पूर्व गुंफारे रहुथिला सिंह मनीष भी रहुथिला से भली भाव आज गुंफारू बाहरी मनीष उन्नति करिछि एते अग्रगति करिछि आज आमे कोउ स्तर रे पहुंचता अपन चिंता करंतु जेहेतु रेशनालिटी नाही बाघ सिंहकर से आज भी जंगल ले बुलुचंदी कंचा मांस खाउचंदी तेणु प्रत्येक मनीष जने रेशनल एनिमल तेणु यही सब कथा को विचार करिया प्रत्येक लोक समस्ते रेशनल आमे कहूँ जब आपण पचारंतु जे आज कौन हो गला आमे खाइबा नै आमे तो 30 वर्ष धरी खाउछु हम तो किछ खाइले से सब माने खाद्य गुड़िक जो पेट भीतर जाए से सब विष हो जाए माने कहंती लोक कहउचंती हां लोक कहंती लोक से भली पचारिया दरकार से गोटे समय कहउथले जे स्त्री लोक माने पाठ पढिले विधवा हो जिवे आज कोन स्त्री लोक माने पाठ पढिबे ये सब किछि नाही ये माने लिखा जाइनी को बही रे नाही एते विज्ञान भित्ति किछि नाही आपको मानिले किछि हबो नाही आमे पछुको जीवा गोटे श्रमिक ते खटी खटी आसीबो त कहबो चंद्रग्रहण से खाइबो नहीं ये की कथा ये कोन पय खाइबो नहीं चंद्रग्रहण माने कोन किछि खाइबेनी ना कोन खाइबे किंतु रंधा खाद्य न सुखिला खाद्य खाआंती बोली कुहंती लोके तो से सुखिला खाद्य खाइ किछि घंटा पय बंच परिबे सुखिला आपण तापर प्रश्न पचारु ना रंधा खाद्य और सुखला खाद्य भीतर कौन सपात अछि कौन सर फरक अछि कौन फरक अछि कहले मते रुटी रे भात रे कौन फरक अछि लोके जन खाउची माने ता माने कहउची हमें रोसई करबानी रोसई कले कोनटा असुविधा हबो चंद्रग्रहण होउची कोउठी हमें चंद्र पर स्पेस स्टेशन हलानी लोक जाई सेते रहिलेनी प्रत्येकटी ग्रह नक्षत्र माने होउचंती जड़ पदार्थ जेमिति पृथ्वी गोटे ग्रह माटी बाली पानी पत्थर रे गठित चंद्र मध्य से भलिया भाव रे गठित आज कई झील कहे नहीं मत चंद्र भाया गोटे मुह कि बर मिलू बोली कारण जी कह से आबड़ा खाबड़ा बर कथा कह बुझा दरकार जिते बड़े आम आदिम मनीष एगुड़ा किसी बुझी पार न बसिकी आसिले से स्पेस स्टेशन है जाऊँगी आम टूरिज्म कथा चिंता करुचु आज दिन में से तो गालिलियो को मारिदेले ना आज 400 वर्ष पर भूल मागुचन आमर भूल हो गला से कहला पृथ्वी सूर्य स्थिर पृथ्वी चारिपट घूरुची पूर्व आपंकर सब धर्म ग्रंथ मानक ना 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 पृथ्वीटा स्थिर चारिपटे घूरुची से अनेक वैज्ञानिक को निर्यातना दिखाई प्रत्येकटा कथा जिते बड़े गोटे संस्कार करने हम से निर्यातना दि जाए जिते बड़े यही माने सतीदाह प्रथा विरुद्ध लड़िले जे महिला माने स्वामी मरीगले कहीं आम से निआरी जलैदबा से से मानक ही निर्यातना भोगिया पड़ता घर भी बाहर कर देते परिवार तेणु प्रत्येक स्तर में आम भी चिंता करूँ जिते हलदी कियार बलि दिया होता मनीष बलि दिया होता भल फसल हम बोली आज दिन में कौन से अच्छी 1852 रु ब्रिटिश माने बंद कर ये कुसंस्कार सब दूर हवा दरकार पृथ्वी सूर्य ये गोटे 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 ग्रह ये गोटे महाजागतिक घटना आपको निहाती माने उपलब्धि करवा दरकार जानिबा दरकार एटा कौन पछरे एते कथा पड़ी कि आमे तापर किछि नाही तेणु आमे भावी नौचु जे खाइले किछ आपण सामने रे आमे होचे तार उदाहरण 25-30 वर्ष खाइ आज दिन कौन सी रोग चंद्रग्रहण समय सब खाऊ आज भी खाइबू आज तो बहुत जगह आज रविवार अच्छी जदि आपन खाइबू तो आप आज रविवार भी चिकेन खाई परिबे भेज खाई परिबे नॉन वेज खाइलेनी मैडम आपन चिकेन आन सारलेनी आनी सारलेनी तैयारी होची 12टा गोटे बेलू खाइबू रात गोटे जगह में 10 कोटी लोक चिकेन खाइबे आज चंद्रग्रहण समस्त चिकेन खाइबा पार्टीटा देखेनी चिकेन खाइबा ये बॉडीटा आवश्यकता करे तार विटामिन कौन खाउची मिनरल कौन खाउची रविवार बोली चिकेन आनिचंती ना आज चंद्रग्रहण बोली ना आज मु खाइबी खाइबी चिकेन खाइबी सब आपण माने आज करूचंती आमे पठाणी सामंत प्लानेटोरियम रे ओपनली खाई की अन्य जो माने दर्शक आसंती आमे ताको प्रश्नर उत्तर देउ कोन कोन पे खाइबो जदी रंधा खाद्य सब विष होई जिवो डाइजेस्ट हबनी एरा कोन सत कथा
ଆମେ ତାକୁ 30 ବର୍ଷ ଧରି ଖାଉଛୁ, କିଛି ଡାଇଜେସନ କାହିଁକି ଆପଣଙ୍କ ଗୋଟେ ଡାଇଜେସନ ହବ ତା ପଛର କାରଣ କଣ ଅଛି ସେମାନେ ଜାଣିଛନ୍ତି? କିଛି ଖରାପ ତ ପ୍ରଭାବ ପଡିନି ଆଜି ପର୍ଯ୍ୟନ୍ତ। ଆପଣ ଖାଇବେ ଚନ୍ଦ୍ରରେ ଗୋଟେ ସିଧାରେ ରହିଯାଉଛି 3ଟା ବସ୍ତୁ ବୋଲି, ତାର କଣ ପ୍ରଭାବ ପଡିବ? ଆମର ଧାରଣା ଥିଲା ଯଦି କୁହାଯାଏ ଯେ କଥାରେ ଅଛି ଯଦି ସୂର୍ଯ୍ୟ ଚନ୍ଦ୍ର ସତ, ତେବେ ଏଇଗୁଡାକ କାହିଁକି ମିଛ ହେଇଯିବ? ଯେମିତି ଯଦି ସମୁଦ୍ରରେ ଜୁଆର ଭଟ୍ଟା ଆସୁଛି ତ ଚନ୍ଦ୍ରଗ୍ରହଣ ସୂର୍ଯ୍ୟପରାଗ ଯଦି ଅଛି ତ ଏଇ ସବୁ ତ କଥା କିଛି ଥିବ ନା। ସୂର୍ଯ୍ୟ ଅଛି ମାନେ ଆମ ଏଠି ଉପାସ ରହିବା ଦରକାର, ସୂର୍ଯ୍ୟ ଅଛି ମାନେ ଆମେ ସମସ୍ତେ ଏଠି ଡ୍ୟାନ୍ସ କରିବା ଦରକାର। ସୂର୍ଯ୍ୟ ତ ଅଛି, ଚନ୍ଦ୍ର ତ ଅଛି, ତାକୁ କିଏ ଅମାନ୍ୟ କରୁଛି? ଜୁଆର ଭଟ୍ଟା ତ ହଉଛି, ଜୁଆର ଭଟ୍ଟାର କାରଣ ଜାଣିବା ଦରକାର ଯେ ଏଇ ଯୋଉ ଏଇ ଦିନ ମାନଙ୍କରେ ଗୁରୁତ୍ୱ ଆକର୍ଷଣ ବେଶୀ ହୁଏ। ସେଣ୍ଟ୍ରିଫୁଗାଲ ଫୋର୍ସ ଯୋଗୁ ପୃଥିବୀଟା ଯେହେତୁ ଘୁରୁଛି, ତାର 79% ହଉଛନ୍ତି ଜଳ, ସେଗୁଡା ତା ଚାରିପଟରେ ଘୁରୁଛି। ତେଣୁ ସେମାନେ ଆପଣ ଯେତେବେଳେ ଜଣେ ଡ୍ୟାନ୍ସ କରୁଛି ଦେଖୁଥିବେ, ସେ ଯେତେବେଳେ ବୁଲୁଛି ତାର ଯୋଉ ତଳ ଇଏଟା ପିନ୍ଧିଥିବ ସେମିତି ଚାରିଆଡକୁ ଯେମିତି ବାହାରକୁ ଚାଲି ଯିବା ପାଇଁ ଚେଷ୍ଟା କରିବ। ତେଣୁ ପୃଥିବୀର ଗୁରୁତ୍ୱାକର୍ଷଣ ବଳ ତାକୁ ଜାବୁଡିକି ଧରିକି ରଖିବା ପାଇଁ ଚେଷ୍ଟା କରିବ। ତେଣୁ ସେଇ ସେଣ୍ଟ୍ରିଫୁଗାଲ ଦଳ ଯେତେବେଳେ ଏ 3ଟା ପିଣ୍ଡ ଗୋଟେ ଶିଳରେ ରହନ୍ତି, ତେଣୁ ଜୁଆର ହୁଏ, ଜୁଆର ଭଟ୍ଟା ହୁଏ। ତା ପଛରେ କିଛି ବୈଜ୍ଞାନିକ କାରଣ ଅଛି, ଯୋଉ ବୈଜ୍ଞାନିକ କାରଣକୁ ଆମକୁ ବୁଝିବା ପାଇଁ ପଡିବ। ଆମେ ଏମିତି ଯେ ସେତେବେଳେ ଅଜ୍ଞତା ଭାବରେ କେହି ରାହୁ କେତୁ ଗିଳି ଦଉଥିଲା, ଆଜି ଯଦି ଆପଣ ମାନେ ସବୁ ପଢାପଢି କରିଛନ୍ତି, ଯଦି ଆପଣଙ୍କ ପରୀକ୍ଷାରେ ପଡିବ ରାହୁ କେତୁ ଗୋଟେ ଗୋଟେ ଗ୍ରହ ବୋଲି ଆପଣ ଲେଖିବେ, ମାର୍କ ପାଇବେନି। ଆପଣ ପିଲାକୁ ପଢେଇବେ ଯେ ରିଜନ କଣ ଚନ୍ଦ୍ରଗ୍ରହଣ ହବାର ସାଇଣ୍ଟିଫିକ ରିଜନ କଣ କହିବେ ସାର୍ ଆପଣ? ସାଇଣ୍ଟିଫିକ ସୂର୍ଯ୍ୟ ପୃଥିବୀ ଯେହେତୁ ସୂର୍ଯ୍ୟ ଚାରିପଟରେ ବୁଲୁଛି ଏବଂ ପୃଥିବୀ ଚାରିପଟରେ ଚନ୍ଦ୍ର ବୁଲୁଛି, ସେମାନେ ଯେତେବେଳେ ଗୋଟିଏ ସରଳ ରେଖାରେ ରହିଛନ୍ତି, ଆପଣ ଗୋଟେ ବଲ୍ ପଛପଟରେ ଆପଣ ଗୋଟେ କ୍ୟାଣ୍ଡେଲ ଲାଇଟ୍ ଦେଖାନ୍ତୁ, ତାର ଅପୋଜିଟ ସାଇଡ କୁ ଆସିବ ନାହିଁ। ଆମେ ଯେହେତୁ ପୃଥିବୀର କୌଣସି ନିଜସ୍ୱ ଆଲୋକ ନାହିଁ ବା ଚନ୍ଦ୍ରର କୌଣସି ନିଜସ୍ୱ ଆଲୋକ ନାହିଁ, ସୂର୍ଯ୍ୟର ଆଲୋକଟା ଯଦି ନ ପଡିବ ଚନ୍ଦ୍ର ଉପରେ, ତାହେଲେ ଚନ୍ଦ୍ରଟା ଦେଖାଯିବ କେମିତି? ଚନ୍ଦ୍ରଟା ଯେତେବେଳେ ଆଜି ଯାହା କାଲି ବି ସେଇଆ, ତା ପୂର୍ବ ଦିନ ବି ସେଇଆ ଥିଲା। ଆଜି କଣ ହେଇଛି ନା ପୃଥିବୀ ତା ମଝିରେ ରହିଯାଉଛି, ସୂର୍ଯ୍ୟର ଆଲୋକଟାକୁ ପୃଥିବୀ ଅଟକେଇ ଦଉଛି, ତେଣୁ ତାର ଚନ୍ଦ୍ରର ଆଲୋକ ଦେଖାଯାଉନି ଆମକୁ। ସେମିତି କିଛି ବିଶେଷ ପରିବର୍ତ୍ତନ ହଉନି, ଯେମିତି ଚନ୍ଦ୍ର ଥିଲା କାଲି ଆଜି ବି ଅଛି, କାଲି ବି ରହିବ। ତେଣୁ ତାର ଯୋଉ ଗତିବିଧି ତାର ପରିବର୍ତ୍ତନ ହଉଛି, ଯାହା ଫଳରେ ଆମେ ଏଇ ଦିନଟା ଆମେ ଦେଖିପାରୁନୁ। ଏଇଟା ମଧ୍ୟ ସବୁ ପୂର୍ଣ୍ଣିମାରେ ଆମେ ଦେଖିପାରନ୍ତେ ନାହିଁ ଯଦି ଚନ୍ଦ୍ର କକ୍ଷ ପଥରେ 5 ଡିଗ୍ରୀ ଢଳିକି ନଥାନ୍ତା, ଗୋଟିଏ ସମତଳରେ ଥାନ୍ତା, ତାହେଲେ ପ୍ରତି ମାସ ଆମେ ବି ଗୋଟେ ଏଇ ଚନ୍ଦ୍ରଗ୍ରହଣ ଦେଖୁଥାନ୍ତେ। ତେଣୁ ଏଗୁଡିକ ହଉଛି ବିଜ୍ଞାନର କାମ। ବିଲକୁଲ। ତେବେ ଚନ୍ଦ୍ରଗ୍ରହଣ ସମୟରେ ଏସବୁ କଲେ କିଛି ମଣିଷ ଉପରେ ପ୍ରଭାବ ପଡିବନି, ଖାଇବା ଦ୍ଵାରା କି ରୋଷେଇ କରିବା ଦ୍ଵାରା ଯଦି କିଛି ପ୍ରଭାବ ପଡିବନି, ତେବେ ଲୋକ କଣ ପାଇଁ ଆୱାର ହଉନାହାନ୍ତି, କାହିଁ ସଚେତନ ହଉନାହାନ୍ତି? ଯଦି ଚନ୍ଦ୍ରଗ୍ରହଣ ସମୟରେ ଖାଇବା ଏସବୁ ଖାଇଲେ ଏସବୁ ମାନେ ଆମ ଦେହ ଉପରେ ଶରୀର ଉପରେ ଖରାପ ପ୍ରଭାବ ପକେଇବ, ଖାଇବା ସବୁ ବିଷ ହେଇଯିବ, ଏଇ ଯୋଉ ମିଛ କଥା ଗୁଡାକ କାହିଁକି ତାହେଲେ ଲୋକ ହଉଛି ମାନେ ସେ ସବୁ କଥାକୁ ନିଜ ମନ ଭିତରେ ଏତେ ସିରିୟସ ଭାବରେ ନଉଛନ୍ତି ଆଉ ଏଇ ସବୁ କଥା ଗୁଡା ପାଳନ କରୁଛନ୍ତି? ଯଦି ଦେଖନ୍ତୁ, ଏଇଟା ଗୋଟେ ଲୋକମାନଙ୍କ ଭିତରେ ବଦ୍ଧମୂଳ ଧାରଣା ରହିଯାଇଛି ଏବଂ ଏହାକୁ ସେମାନେ ଧର୍ମ ସହିତ ଯୋଡି ଦଉଛନ୍ତି। ଗୋଟେ ଦିନ ନ ଖାଇଲେ କଣ ହବ ବୋଲି ଭାବି ଦଉଛନ୍ତି, କିନ୍ତୁ ତା ପଛରେ କିଛି କାରଣ ନାହିଁ। ଆମେ ଯୋଉ ଏଇ କହିବାର କାରଣ ହଉଛି ଆମେ କାହାକୁ ବାଧ୍ୟବାଧକତା କରୁନୁ, କିନ୍ତୁ ଆକୁ ଗୋଟେ ପ୍ରଶ୍ନ ପଚାରନ୍ତୁ ଯେ ଆଜି ଖାଇଲେ କଣଟା ଅସୁବିଧା ହବ, ଆମର କଣଟା ଅସୁବିଧା ହେବ? ଥରେ ଖାଇକି ଦେଖନ୍ତୁ, ହଜାର ହଜାର କୋଟି କୋଟି ଲୋକ ଖାଇକି ଦେଖୁଛନ୍ତି, ପୃଥିବୀରେ 200ଟା ଦେଶ, 200ଟା ଦେଶ ଚନ୍ଦ୍ରଗ୍ରହଣ କଥା ଆମେ ସାଇଡ କରିଦବା। ଯୋଉମାନେ ଉପବାସ କରୁଛନ୍ତି ସେମାନେ କିଛି ଖାଉନାହାନ୍ତି, ସେଦିନ ଖାଉନାହାନ୍ତି ମିନ୍ସ ସେମାନେ ମାନେ ଫ୍ରୁଟ୍ସ ଖାଇକି ରହୁଛନ୍ତି, ଆଉ ଅନ୍ୟ କିଛି ଜିନିଷ ସେମାନେ ଖାଆନ୍ତି ନାହିଁ। କାହିଁକି ସେମାନେ ଖାଆନ୍ତିନି? ସେମାନେ ସେଦିନ ଭାତ ବି ଖାଇପାରିବେ, ଚିକେନ ଖାଇପାରିବେ, ମାଛ ଖାଇପାରିବେ। ଯୋଉମାନେ ଉପବାସ କରନ୍ତି, ଓଷା ବ୍ରତ କରନ୍ତି, ସେମାନେ କାହିଁକି ଖାଆନ୍ତିନି? ମାନନ୍ତି କଣ ପାଇଁ? ଏଇଟା ଗୋଟେ ମାନସିକତା। ଆମେ ଗୋଟେ ଡିସାଇଡ୍ କଲେ ଆମେ ଯୋଉ ପୂଜା ପର୍ବ କରିବୁ, ଭାତ ଖାଇବୁ ନା ଅରୁଆ ଖାଇବୁ, ଅରୁଆ ଭାତ ଖାଇବୁ ନା ଉଷୁନା ଭାତ ଖାଇବୁ ନା ଅରୁଆ ଭାତ ଖାଇବୁ, ଆମେ ଫଳମୂଳ ଖାଇବୁ, ଆମେ ଇଏ କରିବୁ ନାହିଁ। ଏଇଟା ଗୋଟେ ମାନସିକତା। ଗୋଟେ ଲୋକ ଗୋଟେ ସନ୍ତୁଳିତ ଆହାର ଖାଇବା ଦରକାର। କେତେ ଭିଟାମିନ୍ସ ଖାଇବ, କେତେ ମିନେରାଲ୍ସ ଖାଇବ, କେତେ ସୁଗାର ଖାଇବ, କେତେ ଡାଲି ଜାତୀୟ ଖାଦ୍ୟ ଖାଇବ, କେତେ ତୈଳ ଜାତୀୟ ଖାଇବ, ଆଉ ସୁଷମ ଖାଦ୍ୟର ଲିଷ୍ଟ ବର୍ଣ୍ଣନା ହେଇଛି, ତାକୁ ଜଣେ ଖାଇବା ଦରକାର। ଆଉ ଯଦି ଜଣେ ଖାଇବ ନାହିଁ, ତା ସ୍ୱାସ୍ଥ୍ୟଟା କେମିତି ଚାଲିବ? ଖାଇବା ଉପରେ ନିର୍ଭର କରିକି ଚାଲିବ। ଗୋଟିଏ ଦିନ ନ ଖାଇଲେ କଣ ସ୍ୱାସ୍ଥ୍ୟ ଉପରେ ମାନେ ପ୍ରୋଟିନ ଯଦି ଗୋଟିଏ ଦିନ ନ ଯିବ ଶରୀରକୁ କଣ କ୍ଷତି ହେଇଯିବ? ନାଇଁ, ଗୋଟିଏ ଦିନରେ କିଛି କ୍ଷତି ହବନି, କିନ୍ତୁ କାହିଁକି ଖାଇବ ନାହିଁ?
ଆମେ ଗୋଟେ ଭ୍ରାନ୍ତ ଧାରଣା ପଛରେ କାହିଁ ଖାଇବା? ସମାଜର ନୀତି ନିୟମକୁ ମାନିକି ଚଳିବାକୁ ପଡିବ। ସମାଜ ଭିତରେ ଯେହେତୁ ଆମେ ରହୁଛେ, ଧର ଗୋଟେ ମନ୍ଦିରରେ ହଉଛି ପୂଜା ପର୍ବ ହେଲା, ପୂଜା ହେଲା ମନ୍ଦିରରେ, ସେଠି କାହିଁକି ଅରୁଆ ଭାତ ରୋଷେଇ କରନ୍ତି, ଉଷୁନା ଭାତ କାହିଁ ରୋଷେଇ କରନ୍ତିନି? ହଁ ମ୍ୟାଡାମ, ଏଇ ସମାଜର ନୀତି ନିୟମ ବାହାରିଲେ ଆମର ପରମ୍ପରା ଥିଲା ବାହା ହେଇ ଆସିଲେ ପ୍ରଥମ ଦିନ ସ୍ତ୍ରୀକୁ ରାଜାଙ୍କୁ ଦବା ପାଇଁ ପଡିବ। ଆଜି ଆମେ ସେ ପରମ୍ପରା ମାନିବା? ଆମେ କଣ ଆଜି ମାନିବା 8 ବର୍ଷର ଝିଅକୁ 50 ବର୍ଷର ଜଣେ ପୁରୁଷ ବାହା ହଉ ବୋଲି, ବାଲ୍ୟ ବିବାହ ଚାଲୁ ବୋଲି? ଆଜି କଣ ଆମେ ମାନିବା? ଏଇଗୁଡା ସବୁ କୁସଂସ୍କାର। ଇଏ ହଉଛି ତା ଭିତରେ ଗୋଟେ କୁସଂସ୍କାର। ଆପଣ ଗୋଟେ ବର୍ତ୍ତମାନ ସମୟରେ କଣ ହେଇଯାଇଛି? ଏଇ ସବୁ ଯୋଉ କୁସଂସ୍କାର ଆପଣ ଯୋଉ କହିଲେ, ବାଲ୍ୟ ବିବାହ, ତୁରନ୍ତ ହେଇଯାଇଛି। ଏଗୁଡା ମଧ୍ୟ ଗୋଟେ କୁସଂସ୍କାର। ଏଇଗୁଡା ମଧ୍ୟ ଗୋଟେ କୁସଂସ୍କାର। ସୂର୍ଯ୍ୟ ଚନ୍ଦ୍ର କୋଉଠି ଅଛନ୍ତି, ସେମାନଙ୍କର ସବୁଦିନର ଯୋଉ ଅବସ୍ଥା ଆଜିର ସେଇଭଳିଆ ଅବସ୍ଥା। ଆଜି ଗୋଟେ ସେ ନିର୍ଦ୍ଦିଷ୍ଟ ସ୍ତରରେ ପୋଜିସନରେ ରହୁଛନ୍ତି ବୋଲି ଆମେ ଏଠି ପୃଥିବୀ ପୃଷ୍ଠର ମଣିଷ କାହିଁ ଖାଇବନି? ସୂର୍ଯ୍ୟ ଚନ୍ଦ୍ର କଣ କାହିଁକି ନା ଏ ଗୋଟେ ଗପ, ସମୁଦ୍ର ମନ୍ଥନ ହେଲା, ସେଠୁ ଅମୃତ ବାହାରିଲା। ସେ ଅମୃତକୁ ଆପଣଙ୍କର ରାହୁ ବସିକିଣି ଭଗବାନ ଯୋଉ ଦେବତାଙ୍କ ମେଳରେ ଖାଇଦେଲା। କାହିଁକି ଖାଇଲା? ସିଏ ବି ଅମର ହେଇଯିବ। ତାକୁ ବିଷ୍ଣୁ ତା ବେକକୁ କାଟିଦେଲେ। ସିଏ ଘୁରି ବୁଲୁଛି ରାଗିକି। ଏ ମଝିରେ ମଝିରେ ତାର କେତେବେଳେ ଯେତେ ମନେ ପଡିଯାଉଛି ଆକୁ ଗିଳି ପକଉଛି, ଗିଳି ପକେଇ ପୁଣି ଛାଡି ଦଉଛି। ଆଉ ଯଦି ଗିଳି ପକଉଥାନ୍ତା ତା ଦାନ୍ତ ପାଟି ତ ସବୁ ଦେଖାଯାଆନ୍ତା, ପୁଣି କାହିଁ ବାହାର କରିଦଉଛି? ଏଇ ସବୁ ଭ୍ରାନ୍ତ ଧାରଣା। କଥା ଯାହା ଆମେ ବୁଝିବା ଯେ ଚନ୍ଦ୍ରଗ୍ରହଣ ସମୟରେ ଏଇ ଯୋଉ ନୀତି ନିୟମ ସବୁ ମାନିକି ଚଳୁଛନ୍ତି, ଖାଅ ନାହିଁ, ଆପଣ ପାକ ନିଷେଧ, ଆଉ ଚନ୍ଦ୍ର ସ୍ପର୍ଶ ହେବା ପରେ ଖାଇବେ, ଏଇ ସବୁ ଆପଣ କହୁଛନ୍ତି ମିଛ କଥା, ମିଛ ଏବଂ କୁସଂସ୍କାର, ଅନ୍ଧବିଶ୍ୱାସ। କୁସଂସ୍କାର ଗୋଟେ ଅନ୍ଧବିଶ୍ୱାସ, ତାକୁ ମାନିବା ଦରକାର ନାହିଁ। ଏଇଟାକୁ ଯଦି ଆମେ ମାନିବା ଗୋଟେ ମାନେ ସମାଜର ବିକାଶରେ ପ୍ରତିବନ୍ଧକ ହଉଛି। ଗୋଟେ ଲୋକଟେ ଖଟି ଖଟି ଆସୁଛି, ସେ ଚନ୍ଦ୍ରଗ୍ରହଣ ପାଇଁ ଖାଇବନି, କହିବ ଆଜି ଚନ୍ଦ୍ରଗ୍ରହଣ ଖାଇବିନି, କଣ ତା ଉପରେ ଇମ୍ପାକ୍ଟ ପଡ଼ିବ? କେତେ ଦୋକାନ ବଜାର ବନ୍ଦ ହବ, କେତେ ଲୋକ ଘର ଦ୍ୱାର ଛାଡିକି ଯିବେନି, ସ୍ତ୍ରୀ ଲୋକମାନେ ସବୁ ଘର ଭିତରେ ରହିବେ, କାରଣ ଚନ୍ଦ୍ରଗ୍ରହଣ ଅଛି, ବାହାରକୁ ବାହାରନ୍ତନି। ଏଇ ଯୋଉ ବ୍ୟବସ୍ଥା ଅଛି ଏଗୁଡିକ। ଚନ୍ଦ୍ରଗ୍ରହଣ ସରିଲା ପରେ ଗାଧେଇ ପାଧେଇକି ଯାଇକିନି ମନ୍ଦିରରେ ପୂଜା କର, 5 ଟଙ୍କା 10 ଟଙ୍କା ଦିଅ, ଇଏ କଣ ସେମିତି କଣ ତାର ଇଏ ହଉଛି? ଏଇ ଯୋଉ ବ୍ୟବସ୍ଥାକୁ ଆପଣଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ପଡିବ, ପ୍ରଶ୍ନ ପଚାରିବା ପାଇଁ ପଡିବ। ଏଗୁଡା କଣ ପାଇଁ ହଉଛି? ଏଗୁଡିକ କୁସଂସ୍କାର, ଅନ୍ଧବିଶ୍ୱାସ ଅଛି। ଚନ୍ଦ୍ରଗ୍ରହଣ ବେଳେ ଖାଅନି, ସୂର୍ଯ୍ୟ ପରାଗ ବେଳେ ଖାଅନି, ଏ ସବୁ ହଟିବ କେବେ? ନା ଇଏ ହଟିବ ନା ହଟିବନି? ନା କିଛି ହେତୁବାଦୀଙ୍କ ମନରେ ଇଏ ହଟି ଯାଇଛି, କିନ୍ତୁ ଆଉ ଯୋଉମାନେ ବିଶ୍ୱାସ କରୁଛନ୍ତି ଏ ସବୁ ହଟିବନି ତାଙ୍କ ପାଇଁ? ନାଇଁ ହଟିବ ନିଶ୍ଚିତ। ଯେତେବେଳେ ଲୋକମାନେ ଶିକ୍ଷିତ ହେବେ, ଯେତେବେଳେ ପିଲାମାନେ ପାଠ ପଢିବେ। ଆମେ ଆସିକି ଆମେ 2025 ମସିହାରେ ପହଞ୍ଚିଲୁଣି, ତ ଲୋକ କେବେ ସୁଧୁରିବେ ଆପଣଙ୍କ ହିସାବରେ? ମ୍ୟାଡାମ, ଏଇଟା ହଉଛି ମାନେ ରେସନାଲିଟିର କଥା। ଗୋଟେ ମଣିଷ ତାର ଯୋଉ ଗୋଟେ ଘଟଣା ଗୁଡିକ ଘଟୁଛି ସେ ସମ୍ପର୍କରେ ପ୍ରଶ୍ନ କରୁ, ମୁଁ ଆଜି ଖାଇବି ନା ନାହିଁ। କଣ ପାଇଁ ମହିଳାଙ୍କୁ ଆଜି ସନ୍ଦେହ କରିକିଣି 70 ଜଣ ମହିଳାଙ୍କୁ ଡାହାଣୀ ସନ୍ଦେହ କରିକି ଓଡିଶାରେ ମାରି ଦଉଛନ୍ତି? ତା ପଛରେ କିଛି କାରଣ ଏଇଥିରେ ଇନକ୍ଲୁଡ ହଉଛନ୍ତି ଯେ ସେମାନେ ମାନୁଛନ୍ତି ଚନ୍ଦ୍ରଗ୍ରହଣ ସୂର୍ଯ୍ୟ ପରାଗ ବେଳେ ସେମାନେ ଖାଉନାହାନ୍ତି। ଆଜି ଚନ୍ଦ୍ରଗ୍ରହଣ, ଆଜି ବି ବହୁତ ଶିକ୍ଷିତ ଲୋକ ସେମାନେ କହିସାରିଲେଣି ଆମେ ଖାଇବୁନି, ଆମେ ରନ୍ଧା ଖାଦ୍ୟ ଯେତେବେଳଠୁ ଲାଗିବ ଚନ୍ଦ୍ରଗ୍ରହଣ ସେତେବେଳଠୁ ଆମେ ଆଉ ଖାଇବୁନି କିଛି ରନ୍ଧା ଖାଦ୍ୟ, ତାପରେ ଆମେ ଖାଇବୁ ଚନ୍ଦ୍ର ସ୍ପର୍ଶ ପରେ। ଆଜ୍ଞା କୁହନ୍ତୁ। ଏଇଟା ହଉଛି କଣ, ଆମେ କିଛି ଯେହେତୁ ମନକୁ ପ୍ରଶ୍ନ ପଚାରୁନାହାନ୍ତି, ତେଣୁ ଆମେ ଯାହା ଅଛି ଆମେ ସେଇଆକୁ ମାନିକି ଚଳିବୁ। ସେଇଆକୁ ଯଦି ଆମେ ମାନିକି ଚଳିଥାନ୍ତୁ, ଆଜି ଏଇ ଯୋଉ ନରବଳି କଥା ହଉ, ବାଲ୍ୟ ବିବାହ କଥା ହଉ, ସତୀଦାହ ପ୍ରଥା କଥା ହଉ, ଏଗୁଡିକ ଥାନ୍ତା। ଏଗୁଡିକ ଆଜି ବିଲୋପ ହେଇଛି। କାହିଁକି ନା ଏଇଭଳିଆ ଲୋକ ସେତେବେଳେ ବି ଥିଲେ, ଆମକୁ କହୁଥିଲେ ଯେଟା ଆମ ପରମ୍ପରା, ତମେ କାହିଁକି ଆମ ଉପରେ ଏତେ ଇଏ କରୁଛ। ତେଣୁ ସେଗୁଡିକ ଯାଇଛି ଏବଂ ପରବର୍ତ୍ତୀ ଅବସ୍ଥାରେ ଯାହା କୁସଂସ୍କାର ଅଛି, ଧୀରେ ଧୀରେ ଯେତେବେଳେ ଶିକ୍ଷା ସମାଜର ବିକାଶ ଘଟିବ, ସେଗୁଡିକ ମଧ୍ୟ ହବା ପାଇଁ ବାଧ୍ୟ। ବିଜ୍ଞାନକୁ କେହି ଅଟକେଇ ପାରିବେନି। ଯେତେବେଳେ ଚନ୍ଦ୍ରକୁ ମଣିଷ ଗଲେଣି ନା, ଆମେ ମାମୁଁ କହୁଥିଲେ ଚନ୍ଦ୍ର ମାମୁଁ ବୋଲି, ଆଜି କଣ ଚନ୍ଦ୍ର ମାମୁଁ କହିବା? ଆଜି ପୂଜା କରୁଥିଲେ କୁମାରୀ ମାନେ କୁମାର ପୂର୍ଣ୍ଣିମାରେ ଯେ ଏଇ ଚନ୍ଦ୍ର ଭଳି ଗୋଟେ ମତେ ବର ମିଳୁ, ଆଜି ସେଇଭଳିଆ ବର କଣ ଚାହିଁବେ? ଛୋଟ ପିଲାମାନଙ୍କୁ କୁହନ୍ତି, ଯେତେବେଳେ ଛୋଟ ପିଲାଟି ନାରାଜ ହୁଏ ଖାଇବା ପାଇଁ ଅଳି କରେ, ସେତେବେଳେ ତା ଜେଜେମା କି ମା ଘର ଲୋକ ତାକୁ ବୁଲି ବୁଲି ଯେତେବେଳେ ଖୁଆନ୍ତି, ତାକୁ ଶୁଆନ୍ତି, ସେତେବେଳେ ତାକୁ ଜହ୍ନ ମାମୁଁ କୁହନ୍ତି। ବଡ ଲୋକଙ୍କୁ ତ ଜହ୍ନ ମାମୁଁ କାହିଁକି କୁହନ୍ତି? ତା ପଛରେ କାରଣ ଅଛି। ସମୁଦ୍ର ମନ୍ଥନରୁ ଜହ୍ନ ବାହାରିଛି ବୋଲି କିଣି କୁହନ୍ତି, ଲକ୍ଷ୍ମୀଙ୍କର ଭାଇ ବୋଲି। କିନ୍ତୁ ଚନ୍ଦ୍ର କଣ ସେଇଠୁ ବାହାରିଛି? ସୂର୍ଯ୍ୟ ଠାରୁ ଛିଟିକି ପଡିଥିବା ଗୋଟେ ପଦାର୍ଥରୁ ଚନ୍ଦ୍ରଟା ସୃଷ୍ଟି ହେଇଛି। କାହିଁକିନା ସେତେବେଳେ ଛୋଟ ପିଲାଟି ଏତେ ସବୁ କଥା ବୁଝିପାରିବନି, ସେଇଥିପାଇଁ ବୁଝିପାରିବ, ତମେ ସଠିକ କଥା କହିବା ଦରକାର ନା।
आमे जेतेबेले छोट पिला जेतेबेले प्रश्न पचारुची जो प्रश्न ताको आपण हमको आसीची हम कहबा हेतु होउची जेतेबेले से जानिबा बुझिबा होउची समाजटा कोन सेतेबेले से जानूची तार साइंटिफिक रीजन कोन जन्ह को मामू न जानि तो कहू दिना मते चंद्र बळी गोटे बर दियो बोली कि पूजा करूची आराधना करूची काली करूथला आज कोन से करिवो एठी आबडा खाबडा मुह को नै कि से कोन आज बाहाबो आज से कथा प्रश्न करने पड़ो जो जहाँ कर मु भूल करी आज आम पिला पढ़ेगा राहु केतु बोली दुईटा ग्रह अच्छा बुझी पारे जो गोटे झील कहूँ मत जन्ह भाया मत गोटे सुंदर बर दिंतु चंद्र कुमार पूर्णमी से बुढ़ा बर को बोधे पूजा बुढ़ा जन्ह को पूजा कर बुढ़ा बर पाइले बुढ़ा बर नहीं जन्ह भाया गोटे बर दि जाऊ मत गोटे सुंदर बर दि जाऊ परवर्ती अवस्था किसी जन तो पाउचंती तांकर जेमिति मनस्कामना जेमिति थिला इच्छा जेमिति ला सेमिति बर तो सेमिति हुए से चंद्र भलिया खोजुथले ना ताटर भल पाई जाउचंती चंद्रटा तो सुंदर न ना आपन को जहां देखा जाउची सेठी बहुत आबडा खाबडा ये जगह अछि तेणु गत कर्मा खाल रे भरपूर तेणु वर्तमान जेतेबेले आमर वैज्ञानिक माने सेठी गलेनी स्पेस स्टेशन कलेनी सेठी आमे टूरिज्म करिया स्पेस टूरिज्म कथा चिंता करूचु ताहले आपण बेले आम कहे चंद्र को जिते सरल रेखा रोचे गोटे महाजागतिक घटना से खाइबू नहीं कहते ये चंद्रग्रहण समय खाइबा बंद करवा रंधा खाद्य खाइबा नहीं सुखिला खाद्य खाइबा यही सब मिछ कुसंस्कार बोली आपण जहां महाजागतिक गोटे साधारण महाजागतिक घटना देखो चंद्रपृष्ठ रे जेतेबेले बुझी पारु नथिले हमर एटा गोटे महाजागतिक घटना हमर एई चलित शताब्दी रे बहुत गुड़िए प्राय 228 टी चंद्रग्रहण हम पुणी 224 टी सूर्य पर हम से गोटे स्थिर हो दिन कौन हम तेणु ताकू गोटे विशेष आकर्षण तार प्रभाव आम उपरे सेमिति किसी पड़ो नहीं आम खाइले कौन क्षति हम नहीं से सूर्य परागरे कहले जे सूर्यर किरण पड़ू नहीं तेणु बैक्टेरिया हो आज तो राति चंद्रग्रहण हो बैक्टेरिया तो हम नहीं 6 मास जो दिन राति हुए सेठी तो से व्यवस्था नहीं से तो खाती तेणु ये सब पृथ्वी 750 कोटी लोक आज खाइबे तेणु किए न खाइला न खाइबा भीतर किसी तफात नहीं एमदी लेटेस्ट अपडेट पाई हम चैनल को लाइक शेयर एवं सब्सक्राइब करूँ। नमस्कार।